ओम नमो भगवते वासुदेवाय। पंचदशोऽध्याय सुतवाच। मैत्रेय वाक्य शुणी कने आनंद विदुरर मने। ध्रुव जे जननी समेते निश्चिन्ते कल्पे परिजन्ते। बसिला जाई ध्रुव पदे ज्योतिष्क गणचक्र मध्ये। विदुरवाच मैत्रेय पादे कर देई आनंदे विदुर पुछई। भोमुनि प्रचेता बदने ध्रुव जे गला निज स्थाने। केवण बंशे कि बा जाति काहार पुत्र से बोलांती। पूर्वे नारदर बचने यज्ञ आरंभ केउ जने। हरिकी क्रिया जोगे पाई भभूतरिले 10 भाई। जे धर्म पाଳି प्रचेतस यज्ञरे विष्णु करी तोष। से कथा कह मुनि मते संसारु तरिबि जे मन्ते। मैत्रेयवाच ध्रुवर पुत्र गुणधाम ज्येष्ठ उत्कल तार नाम। ताहाकु अधिराज्य स्थापी ध्रुव जे गला शून्य ବ୍ୟାପୀ। ସେ ବସି ରାଜାର ଆସନେ ଉତ୍ତମ ରତ୍ନ ସିଂହାସନେ। ସୁଖ ନ ଲଭି ଦୁଃଖ ମନେ ପିତାର ଯାତ୍ରା ଶୁଣି କନେ। ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀ ସମନ୍ଦ ରସି ବୁଦ୍ଧି ଘେନି। ଦେଖଇ ସର୍ବଭୂତେ ହରି ସ୍ଥାବର ଜଙ୍ଗମାଦି କରି। ଏମନ୍ତ ପଦବୋଧର ସେ ଗୁଣ ପ୍ରବାହେ ସେ ନମିଶେ। ଜଡ଼ାନ୍ଧ ଯୋଗୀଙ୍କର ପ୍ରାୟେ ଭସ୍ମଭୂଷିତ ଶୁଦ୍ଧ ଦେହେ। ବୋଲାଇ ନାନା ମାର୍ଗେ ରୁଚି କେପାରେ ତାର ଗୁଣ ଲେଖି। ଏମନ୍ତ ତାର ଗୁଣ ଦେଖି ବନ୍ଧୁ ବାନ୍ଧବେ ମନେ ଦୁଃଖୀ। ମନ୍ତ୍ରୀୟ ମାତ୍ୟମାନେ ମିଳି ରାଜ୍ୟର କ୍ଷଣେ ନୃତ୍ୟ ଭାଳି। ବତ୍ସର ତା ଅନୁଜ ନାମ ସୁନ୍ଦର ସର୍ବଗୁଣ ଧାମ। ତାହାର କୁଶଳ ବିଚାରି ସ୍ୱରାଜ୍ୟେ ଅଭିଷେକ କରି। ସ୍ଥାପିଲେ ନୃପତି ଆସନେ ଏମନ୍ତେ ଗଲା କେତେ ଦିନ। ସୁବିଧି ନାମେ ପତ୍ନୀ ତାର ଯୋଷିତ ଗଣେ ସେ ଗଭୀର। ତାର ଉଦରେ ପୁତ୍ର ଜାତ ହୋଇଲେ ଗୁଣେ ଅପ୍ରମିତ। ପୁଷ୍ପାର୍ଣ୍ଣ ତୀକ୍ଷ୍ଣ କେତୁ ନାମ ଈଶଉର୍ଜ ଯେ ଅନୁପମ। ବସୁଜ ୟଶଟ ସୁତେ ଗୁଣେ ବିଖ୍ୟାତ ଏ ଜଗତେ। ପ୍ରଭା ଦୋଷା ଯେ ବେନି ନାରୀ ପୁଷ୍ପାର୍ଣ୍ଣ ତୁଲେ ବିଭା କରି। ସେ ପ୍ରଭା ଗର୍ଭେ ତିନି ସୁତ ହୋଇଲେ ଜଗତେ ବିଖ୍ୟାତ। ପ୍ରାତ ମଧ୍ୟାହ୍ନେ ସାୟଂକାଳ ସ୍ୱଭାବେ ତେଜେ ଅନର୍ଗଳ। ପ୍ରଦୋଷ ଅର୍ଦ୍ଧରାତ୍ର ବୃଷ୍ଟ ଦୋଷାର ଗର୍ଭେ ତିନି ସ୍ପଷ୍ଟ। ବିଷ୍ଣୁର ପୁତ୍ର ଶୁଷ୍କ ଋଷି ଏକ ଦୁହିତା ଶୁଭ୍ର କେଶୀ। ତାହାର ନାମ ସୁଚାରୁଣୀ ଅବଳା ମଧ୍ୟ ଶିରୋମଣି। ରୁନ୍ଧୁଷ ମନ ତାର ଗର୍ଭେ ଜନ୍ମ ହୋଇଲେ ସୃଷ୍ଟି ପୂର୍ବେ। ନଜ୍ୱଳା ଚକ୍ଷୁଷର ନାରୀ ରୂପେ ସେ କମଳା କୁଶରୀ। ତାର ଉଦରେ ଷଟ ସୁତେ ହୋଇଲେ ବିଷ୍ଣୁ ତେଜ ଯୁକ୍ତେ। ନାମେ ସେ ପୁରୁଷ ପ୍ରକୃତ ପଦସ୍ୟୁ ଶ୍ରୟ ଦୃଢ଼ ବ୍ରତ। ସେ ଷଟ ପୁତ୍ର ଷଟ ଭାଇ ଶୁଣ ତାହାଙ୍କ ନାମ କହି। ଅଗ୍ନି ସୋମକ ଅତିରାତ ପ୍ରଦ୍ୟୁମ୍ନ ସମର ଉନ୍ନତ। ଅନୂତ ଆଦି ଷଟ ସୁତ ହୋଇଲେ ମନୁ ବଂଶେ ଖ୍ୟାତ। ଉନ୍ମତ୍ତ ଆଦି ଷଟ ସୁତ ହୋଇଲେ ମନୁ ବଂଶେ ଖ୍ୟାତ। ଅଙ୍ଗସୁ ମନ ସ୍ୱାତି ତିନି କ୍ରତୁ ଅଙ୍ଗିରା ଚୟ ଘେନି। ସୁନୀତା ଯମର ଦୁହିତା ଅଙ୍ଗିରା ପତ୍ନୀ ଯେ ସୁବ୍ରତା।
ବେଣୁ ତାହାର ଗର୍ଭଜାତ, ଶୁଣ ହୋ ତାହାର ଚରିତ। ସେ ପୁଣି ମାତା ମହୋଦଶେ, ଦୁଷ୍ଟ ହୋଇଲେ ମନୁ ବଂଶେ। ତାହାର ଦେଖି ଦୁଷ୍ଟପଣ, କୋପେ ସ୍ଥାପିଲେ ମୁନିଗଣ। ପୁଣି ତାହାର ମୃତ ଗାତ୍ରେ, ବିପ୍ରେ ମନ୍ଥିଲେ ପୁତ୍ର ଅଥେ। ଦକ୍ଷିଣ କରେ କୁଶ ବିଡ଼ି, ମନ୍ଥନ କଲେ ବେଦ ପଢ଼ି। ପ୍ରଜା ଅନାଥ ଅରାଜକେ, ଦୁଷ୍ଟ ପୀଡ଼ିତ ଅତିରେକେ। ତା ଦେହୁ ପୃଥୁ ନାମେ ହରି, ଜନ୍ମିଲେ ରାଜା ରୂପ ଧରି। ତା ଶୁଣି ସନ୍ତୋଷେ ବିଦୁର, ମୁନି ଚରଣେ ଦେଇ କର। ଲୋମ ପୁଲକ ତାର ଦେହି, ସ୍ୱଭାବେ କୃତକୃତ୍ୟ ହୋଇ। ବିଦୁର ଉବାଚ ଯେ ଅଂଶେ ସାଧୁଶୀଳ ବୁଦ୍ଧି, ସର୍ବଲକ୍ଷଣ ଶ୍ରେଷ୍ଠ ନିଧି। ବ୍ରାହ୍ମଣ ପ୍ରଜା ରକ୍ଷା କରି, ସେ ସର୍ବଧର୍ମେ ଅଧିକାରୀ। ଯେ ବେଣୁ ନାମେ ତାର ସୁତ, ଦୁଷ୍ଟ ହୋଇଲେ ସେ କେମନ୍ତ। ପ୍ରଜାଏ ରାଜା ଦୁଷ୍ଟପଣେ, ଭୟେ ପଶିଲେ ଘୋର ବନେ। କିମ୍ପା ବ୍ରାହ୍ମଣ କୋପ କଲେ, ତାହାକୁ ବ୍ରହ୍ମଦଣ୍ଡ ଦେଲେ। ସେ ବିପ୍ର ବର ସର୍ବଜ୍ଞତା, ଆଗମ ନିଗମ କରତା। ଏତେ ଅନ୍ୟାୟ କିମ୍ପା କଲେ, ରାଜାଙ୍କୁ ଘୋର ଶାପ ଦେଲେ। ରାଜାଙ୍କ ଶରୀର ନିଶ୍ଚଳେ, ବସନ୍ତି ସର୍ବଦିଗପାଳେ। ସେ ରାଜା ବିଷ୍ଣୁ ତେଜ ବହି, ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ। ଯମର ସୁତା ସୁତ ଯେଣୁ, ଦୁଷ୍ଟ ହୋଇଲେ ଅବା ତେଣୁ। ଏକଥା କହ ମୁନି ମୋତେ, ସଂଶୟ ନ ରହୁ ମୋ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ହେ ବେଣୁ ଦୁଷ୍ଟପଣ, କହିବା ଦାନର ଲକ୍ଷଣ। ଅଙ୍ଗ ଯେ ଅଶ୍ୱମେଧ କଲା, ଉତ୍ତମ ଋଷିଙ୍କୁ ବରିଲା। ସକଳେ ମିଳି ବେଦ ନାଦେ, ଅନଳ ପୂଜିଲେ ସମିଧେ। ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ, ଦେଖିଲେ ଦେବଗଣେ ନାହିଁ। ଇନ୍ଦ୍ରାଦି 10 ଦିଗପାଳେ, ଯଜ୍ଞରେ କେହି ନ ମିଳିଲେ। ଦେଖି ବିସ୍ମୟ ମୁନିଜନେ, ନିକଟେ ରାଇ ଯଜମାନେ। ଦେଖି ବିସ୍ମୟ ମୁନିଜନେ, ନିକଟେ ରାଇ ଯଜମାନେ। ବୋଇଲେ ରାଜା ମୁଖ ଚାହିଁ, ଏ ଯଜ୍ଞ କରୁ କିସ ପାଇଁ। ପବିତ୍ର ବସ୍ତୁ ଶୁଦ୍ଧ କରି, ଅନଳେ ନିଗମ ଉଚ୍ଚାରି। ଆମ୍ଭେ ସକଳେ ଧ୍ରୁବବ୍ରତା, ଦ୍ୱିଜ ସ୍ୱଭାବେ ଶୁଦ୍ଧଚେତା। ମନ୍ତ୍ର ଉଚ୍ଚାରି ଆମ୍ଭେ ତୁଣ୍ଡେ, ଆହୁତି ଦେଲୁ ଯଜ୍ଞ କୁଣ୍ଡେ। ଦେବେ ନଇଲେ କେଉଁ ଭାବେ, ତାର ପ୍ରସ୍ତାବ କହ ଏବେ। ସକଳ କର୍ମ ସାକ୍ଷୀ ଦେବେ, କିମ୍ପା ନଇଲେ ଯଜ୍ଞ ଭାଗେ। ମୈତ୍ରେୟ ଉବାଚ ଅଙ୍ଗ ଯେ ବିପ୍ର ମୁଖୁ ଶୁଣି, ସ୍ୱଧର୍ମେ ବିପ୍ରେ ପରିମାଣି। ସଭାଜନଙ୍କ ମୁଖ ଚାହିଁ, ଏ ଯଜ୍ଞ କଲୁ କିସ ପାଇଁ। ଅଙ୍ଗରାଜ ଉବାଚ କି ମନ୍ଦ କର୍ମ ମୋର ଅଛି, ଭୋ ବିପ୍ର କହ ଧର୍ମ ଲେଖି। ଦେବେ ନଇଲେ ଯଜ୍ଞ ଭାଗେ, କାରଣ କହ ମୋର ଆଗେ। ଏମନ୍ତେ ରାଜା ମୁଖୁ ଶୁଣି, ସ୍ୱଧର୍ମେ ବିପ୍ର ପରିମାଣି। ମୁନିର୍ ଉବାଚ ବୋଇଲେ ରାଜା ମୁଖ ଚାହିଁ, ତୋ ଦେହେ କିଛି ପାପ ନାହିଁ। ପୂର୍ବ ଅର୍ଜିତ କର୍ମ ଫଳେ, ସନ୍ତତି ନାହିଁ ତୋର କୂଳେ। ଅପୁତ୍ର ଦୋଷେ ଦେବଗଣେ, ନଇଲେ ଯଜ୍ଞ ନିମନ୍ତ୍ରଣେ। ତୁ ଏବେ ପୁତ୍ର ଯଜ୍ଞ କର, ଯଜ୍ଞେ ଯଜ୍ଞ ପୁରୁଷ ବର। ତେବେ ସକଳ ଦେବଗଣ, ତୋ ଯଜ୍ଞେ ହୋଇବେ ବରଣ। ସେ ବିଷ୍ଣୁ ହବିର୍ଭାଗ ଖାଇ, ତୋହର ଯଜ୍ଞେ ତୋଷ ହୋଇ। ସେ ବିଷ୍ଣୁ ହବିର୍ଭାଗ ଖାଇ, ତୋହର ଯଜ୍ଞେ ତୋଷ ହୋଇ।
ସେ ହରି ପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେ ମନ୍ତେ। ମୈତ୍ରେୟ ଉବାଚ ଏମନ୍ତେ ସଭାବାକ୍ୟ ଶୁଣି ସେ ଅଙ୍ଗରାଜ ମନେ ଗୁଣି ଯଜ୍ଞେ ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲେ ହୋମ କୁଣ୍ଡେ। ତକ୍ଷଣେ ହୋମ କୁଣ୍ଡୁ ଜାତ ପୁରୁଷେ ହୋଇଲା ସମ୍ଭୂତ। ହୃଦେ ଲମ୍ବଇ ହେମହାର କଟିରେ ଶୋହେ ପୀତାମ୍ବର। ଶଙ୍ଖ କମଳ ଚତୁର୍ଭୁଜେ କୋଟି କନ୍ଦର୍ପ ଜିଣି ବ୍ରାଜେ। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର ଘେନିଣ ପୁରୁଷ ଅଦ୍ଭୁତ। ସେ ତେଜ ଗଞ୍ଜେ ଦିବ୍ୟ କାନ୍ତି ଘେନିଣ ବିପ୍ରେ କଲେ ନୀତି। ଷୋଡ଼ଶ ଉପଚାର ଯୁକ୍ତେ ଯଜ୍ଞେ ପୂଜିଲେ ଜଗନ୍ନାଥେ। ବିଷ୍ଣୁଙ୍କୁ ପୂଜି ଯଜ୍ଞ ବାକ୍ୟେ ବର କଳ୍ପିଲେ ଯଥାଯୁକ୍ତେ। ଯାଜ୍ଞିକ ମନ ଜାଣି ହରି କହନ୍ତି ଶଙ୍ଖ ଚକ୍ରଧାରୀ। ଯଜ୍ଞ ପୁରୁଷ ଉବାଚ ଶୁଣ ଉତ୍ତମ ବିପ୍ରଗଣେ ଏ ରାଜା ସନ୍ତତି କାରଣେ। ମୋତେ ପୂଜିଲା ଯଜ୍ଞ ମତେ ତୁମ୍ଭର କାମ ସାଧ୍ୟ ଅର୍ଥେ। ଅସ୍ତୁ ହୋଇବ ବାଞ୍ଛା ଫଳ ମୋ ଅବଶେଷ ଯେ ନିର୍ମାଲ୍ୟ। ଏହାକୁ ଦିଅ ରାଜା ହସ୍ତେ ଆଘ୍ରାଣ କରି ନାସାଗ୍ରତେ। ପତ୍ନୀ ଭୁଞ୍ଜିବ ତାର ଯେବେ ପତ୍ନୀ ଭୁଞ୍ଜିବ ତାର ଯେବେ ସୁପୁତ୍ର ହେବ ତାର ଗର୍ଭେ। ମୈତ୍ରେୟ ଉବାଚ ଏମନ୍ତେ କହି ଜନାର୍ଦ୍ଦନ ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ। ଯଜ୍ଞ ପୁରୁଷ ଆଜ୍ଞା ଘେନି ବ୍ରାହ୍ମଣେ କରି ଜୟ ଧ୍ୱନି। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର କରେ ଘେନିଲେ ନୃପନାଥ। ଆଘ୍ରାଣ କରି ନାସା ଦ୍ୱାରେ ଦେଲେ ସେ ନିଜ ପତ୍ନୀ କରେ। ସେ ପୁଂସବନ କ୍ଷୀରି ଆଣି ରହି ଭୁଞ୍ଜିଲା ତା ଘରଣୀ। ତକ୍ଷଣେ ପୁଂସବନ ଭାବେ ପୁତ୍ର ରହିଲା ତାର ଗର୍ଭେ। ସେ ଗର୍ଭ ତାର ଉପଗତେ କୁମରେ ଜନ୍ମିଲେ ଅଦ୍ଭୁତେ। ଦିନକୁ ଦିନ ସେ ବଢ଼ିଲା ମାତାର ଅଂଶ ନ ଛାଡ଼ିଲା। ସ୍ୱଭାବେ ହୋଇ ଆଧ୍ୟାତ୍ମିକ କ୍ଷତ୍ରିୟ ଭାବେ ଅବିବେକ। ନିରତେ ଧନୁଶର ଧରି ବନେ ମୃଗୟା ନୃତ୍ୟ କରି। ତୁଲ୍ୟ ବୟସ ଶିଶୁ ମେଳେ ଯେବେ ଖେଳଇ କୁତୂହଳେ। ତାହାକୁ ଦୁଷ୍ଟପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ। ଏମନ୍ତେ ତାର ଦୁଷ୍ଟପଣ ରାଜାର ଅଗ୍ରେ ପ୍ରଜାଜନ। ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ। କହନ୍ତି ବେଣୁ ଦୁଷ୍ଟପଣ ରୋଦନ କରି ପ୍ରଜାଗଣ। ଏମନ୍ତେ ପୁତ୍ର ଗୁଣ ଶୁଣି ବଳେ ପୁତ୍ରକୁ କରେ ଆଣି। ନାନା ପ୍ରକାରେ ଧର୍ମ କହି ଅନେକ ମତରେ ବୁଝାଇ। ଶୁଣନ୍ତେ ନାନା କୋପ କରେ ପିତାର ବଚନ ନ ଧରେ। ଦିନକୁ ଦିନ ଦୁଷ୍ଟପଣେ କୋପ ବହିଲେ ପ୍ରଜାଗଣେ। ଅଙ୍ଗ ତାହାର କର୍ମ ଦେଖି ଭାଳଇ ଅତି ଦୁଃଖେ ଦୁଃଖୀ। ସୁପୁତ୍ର କୁପୁତ୍ର ବିଚାରେ ନିଜ ଚିତ୍ତ ନ ରହେ ତାର ଘରେ। ରଜନୀ ଅର୍ଦ୍ଧେ ନୃପବର ମନ୍ଦିରୁ ହୋଇଲା ବାହାର। ବନେ ପଶିଲା ନରପତି କେହି ନ ଜାଣେ ତାର ଗତି। ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ। ନ ଦେଖି ନଗରେ ମିଳିଲେ ଅନେକ ପ୍ରକାରେ ଭାଳିଲେ। କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟାଂ 82 ଚତୁର୍ଥ ସ୍କନ୍ଧେ
अराज्यकरणे वेणुजन्म निनाम पञ्चदशधाय। ॐ नमो भगवते वासुदेवाय।